ଆପଣଙ୍କ ଆଡ଼େ ଗରମ ପଡ଼ିଛି ନା ଆମ ଆଡ଼େ ଗରମ ହେଇଛି? ଏତେ ଗରମ ଯେ ପୁରା ଭୟଙ୍କର ଗରମ, ମାନେ ମୁଣ୍ଡ ଖରାପ ଗରମ। ମାନେ 8ଟା ପରେ ବୋଧେ ଘରୁ ବାହାରି ହେଉନି। ଚାଲନ୍ତୁ, ଆଜି ବି ବାର ଅଛି, ଆଇଁଷିଆ ବାର। ଯେହେତୁ ଆଇଁଷିଆ ବାର ମାନେ ଟିକେ ମାଛ ନହେଲେ କଥା ନାହିଁ। ତାପରେ ଆମର ତ ମାଛଟା ଆମର ଟିକେ ପ୍ରିୟ ଖାଇବା। ଚାଲନ୍ତୁ ଆଜି ପଖାଳ ସାଙ୍ଗରେ ପୁରା ସ୍ପେଶାଲ କି ମାଛ ଭାଜିବା, ପୁରା ମସଲା ମାଛ ଭଜା। ମସଲା ଭଜାଟା କେମିତି କରୁଛି ମୁଁ ଆପଣମାନଙ୍କୁ ଦେଖେଇବି। ଏ ଗରମରେ ସକାଳୁ ଟିକେ ପେଟେ ପଖାଳ ଖାଇଦେବେ, ପୁରା ଆତ୍ମା ମନ ଶାନ୍ତି। ସେଇଥିପାଇଁ ମୁଁ ସକାଳୁ ମାଛଟା ଆଣିଲି। ମାଛ ନହେଲେ ତ ଆମର ନିଶ୍ୱାସ ବନ୍ଦ ହେଇଯିବ ଯେଉଁଦିନ ମାନେ ଟିକେ ଆଇଁଷିଆ ବାର ଥିବ। ମୁଁ ତ ଅଲରେଡ଼ି ସଣ୍ଡେରେ ମୁଁ ଆଇଁଷ ଖାଏନି, ତ ବୁଧବାର ଆଉ ଶୁକ୍ରବାର ଏ ଦୁଇଟା ବାରରେ ମୁଁ ଆଇଁଷ ଖାଏ। ସେଇ ଦୁଇଟା ବାରରେ ଯଦି ମାଛ ନ ମିଳେ ତାହେଲେ ମୁଁ ସେଦିନ ଭାତ ଖାଏନି, କାରଣ କମ୍ପଲସରି ଟିକେ ଦରକାର। ଏମିତି ତ ବାର ତିଥି ଥିଲେ ତ ଅଲଗା କଥା। ମୁଁ ମାଛକୁ ଭଲସେ ଧୋଇ ଲୁଣ ହଳଦୀ ଗୋଳେଇ ଲେମ୍ବୁ ଟିକେ ଗୋଳେଇକି ରଖିଦେଲି। ତାପରେ ତ ସବୁ ପ୍ରକାର ମସଲା ଅଦା ରସୁଣ ପିଆଜ ଲଙ୍କା ଟିକେ ସୋରିଷ ତେଲ ଭଲସେ ଗୋଳେଇକି ରଖିଲୁ, କାରଣ ମାଛ ଭିତରେ ମସଲାଟା ପଶିବାର ଅଛି, ନହେଲେ ଟେଷ୍ଟଟା କେମିତି ଆସିବ। ମାଛ ଭିତରେ ମସଲା ପଶିବାକୁ ହେଲେ ଭଲସେ ଗୋଳେଇକିରି ମୁଁ ଅଧଘଣ୍ଟା ଛାଡ଼ିଦେଲି। ତାପରେ ତାୱା ଗରମ କରି ପୁରା ସ୍ଲୋ ଫ୍ଲେମ୍ରେ ମାଛ ଭାଜିବାକୁ ପଡ଼ିବ, କାରଣ ପୁରା ହାଇ ଫ୍ଲେମ୍ରେ ଯଦି ମାଛ ଭାଜିବେ ମସଲା ପୋଡ଼ିଯିବ, କିନ୍ତୁ କିଛି ଖାଇବାର ଆପଣ ମଜା ପାଇବେନି। ଯେତେ ଧୀରେ 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 ଟିକେ ଟାଇମ୍ ଲାଗିବ ମାଛ ଭାଜିବାକୁ, ଯେତେ ସ୍ଲୋ ଫ୍ଲେମ୍ରେ ଭାଜିବେ ସେତେ ସୁନ୍ଦର ମାଛ ଟେଷ୍ଟ ଲାଗିବ। ଆଉ ମାଛକୁ ସବୁବେଳେ ଟିକେ ସୋରିଷ ତେଲରେ ରୋଷେଇ କରିବେ। କଲର୍ଟା ଯାହା ଦେଖାଯାଉଛି ନା, ମୁଣ୍ଡ ଖରାପ କଲର୍, ମାନେ ବିଶ୍ୱାସ କରିବେନି, ଏମିତି କଞ୍ଚା ଖାଇବେ। ତାକୁ ମୋର ଗ୍ୟାସ୍ ତ ଅଲରେଡ଼ି ଗରମ ହେଇଗଲାଣି। ମାଛକୁ ଧୀରେ ଧୀରେ ପକାଇ ଦେଉଛି, କାରଣ ମାଛଟାକୁ ମୋତେ ଏବେ ଟିକେ ହାଇ ଅଛି ଗ୍ୟାସ୍, ଆଉ ଟିକେ ସ୍ଲୋ କରିଦେବି, କାରଣ ମାଛ ମ୍ୟାକ୍ସିମମ୍ ଅଧଘଣ୍ଟା ଲାଗିବ ଭାଜିବାକୁ। ଆପଣ ତରତର ହେଇ ଭାଜିଲେ ମସଲା ପଡ଼ିଗଲେ ମସଲା ପିତା ଲାଗିବ, ମାଛ ଭଜାର ଆପଣ ମଜା ପାଇବେନି। ଚାଲନ୍ତୁ, ଆପଣମାନେ ମାଛ ଖାଇବାକୁ ଯେଉଁମାନେ କେଉଁମାନେ ଭଲ ପାଆନ୍ତି ଆମକୁ କମେଣ୍ଟ କରିକି ଜଣାଇବେ। ଆମ ଘରେ ଆଜି ମାଛ ଭଜା ହେଉଛି, ଆଉ ପୁରା ଦେଶୀ ଚାଉଳର ପଖାଳ। ଆପଣମାନେ ପଳେଇ ଆସନ୍ତୁ, ମାଛ ଭଜା ସହିତ ପଖାଳର ମଜା ନେବା।